ପର୍ବତକୁ ଗଲେ ପ୍ରତ୍ୟଶର ସେ ପୁନର୍ବାର ମନ୍ଦିରକୁ ଆସିଲେ ପୁଣି ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ଆଉ ଶାସ୍ତ୍ରୀ ଓ ଫାରୁସୀ ମାନେ ବ୍ୟବଚାର କର୍ମରେ ଦୁର୍ଟା ଜଣେ ସ୍ତ୍ରୀ ଲୋକକୁ ଘେନି ଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାକୁ କହିଲେ, ହେ ଗୁରୁ, ଏହି ସ୍ତ୍ରୀ ଲୋକଟା ବ୍ୟଭିଚାର କର୍ମ କରୁଥିବା ସମୟରେ ଧରା ପଡ଼ିଅଛି। ଏପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମଉସା ଆମମାନଙ୍କୁ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି। ତେବେ ଆପଣ କଣ କହୁଅଛ? ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇଁ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ। ମାତ୍ର ସେମାନେ ତାହାଙ୍କୁ ପଚାରନ୍ତେ ସେ ସମସ୍ତ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାତ ସେ ପ୍ରଥମରେ ତାହାକୁ ପଥର ଫୋପାଡୁ। ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ। ତାହା ଶୁଣି ସେମାନେ ବଡ଼ ଠାରୁ ଆରମ୍ଭ କରି ଜଣ ହୋଇ ବାହାରି ଯିବାକୁ ଲାଗିଲେ। ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀ ଲୋକ ଅବସ୍ଥିତ ରହିଲେ। ପୁଣି ଯୀଶୁ ମସ୍ତକ ଉତ୍ତୋଳନ କରି ତାହାକୁ କହିଲେ, ଗୋନାରୀ, ସେମାନେ କାହିଁକି କେହି କଣ ତୁମକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ଯା, ଆଜିଠାରୁ ଆଉ ପାପ କର ନାହିଁ। ହାଲେଲୁୟା। 11 ପଦ ଯାଏ। ହଁ ହେଲା ପ୍ରଭୁ, ମୁଁ ଛୋଟ ପ୍ରାର୍ଥନା କରିବି। ହାଲେଲୁୟା। ଧନ୍ୟବାଦ ଶିବ ପ୍ରଭୁ। ବାପା, ଯାହା ପ୍ରଭୁ ବାକ୍ୟ ପାଠାଂଶ କରାଇଛୁ ବାପା, ଏ ବାକ୍ୟ ବୁଝିବା ପାଇଁ ପ୍ରଭୁ ମୋ ମୁଖରୁ ତୁମେ ପାତ୍ର ହୋ, ମୋ ମୁଖରୁ ତୁମେ କଥା କରାଯା। ପବିତ୍ର ଆତ୍ମାରେ ତୁମେ ପ୍ରବେଶ କର ବାପା, ତୁମେ ସାହାଯ୍ୟ କର, ଦୟା କର, ଅନୁଗ୍ରହ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାପା ତୁମ ଉପସ୍ଥିତି ଥାଉ ବାପା। ପ୍ରଭୁଜୀ, ମୋ ପ୍ରାର୍ଥନା ତୁମେ ଶୁଣିଲ ବୋଲି କୋଟି ଧନ୍ୟବାଦ। ଯୀଶୁ ନାମରେ ମାଗିଲି ବାପା, ଆମେନ୍। ଈଶ୍ୱରଙ୍କର ଲୋକମାନେ, ଆମେ ଏଇ ସମୟରେ ଦେଖିବାକୁ ପାଇଲୁ ଜଣେ ବ୍ୟଭିଚାରୀ ସ୍ତ୍ରୀକୁ କାହାଣୀ ବିଷୟରେ ଆମେ ଶୁଣିଲୁ। ଏଟା କାହାଣୀ ନୁହେଁ, ଏଟା ରିଏଲ ଘଟଣା ଅଟେ। ଆସନ୍ତୁ, ଏ ବାକ୍ୟ ତ ଆମେ ବହୁତ ଥର ଶୁଣିଅଛୁ, କମ ସେ କମ ବହୁତ ବର୍ଷ ଧରିକିନା ଏ ବାକ୍ୟ ଶୁଣିକିନା ଆସିଅଛୁ। କିନ୍ତୁ ଏ ବାକ୍ୟରେ ଆମକୁ ଆଜି ଗୋଟେ ନୂଆ ପରି ଲାଗେ। ହାଲେଲୁୟା। ପ୍ରଭୁଙ୍କ ଲୋକ ବାକ୍ୟ ସଙ୍ଗେ ମୁଁ ପ୍ରଭୁଙ୍କ ଠାରେ ଉପସ୍ଥିତ କଲି। ଆଉ ଏ ବାକ୍ୟ ସଙ୍ଗରେ ମୁଁ କିଛି ମୋର ବ୍ୟକ୍ତିଗତ ସାକ୍ଷ୍ୟ କହିବା ପାଇଁ ଚାହେଁ। ଆପଣ ମାନେ ଜାଣିଛନ୍ତି ମୋ ନାଁ ହେଉଅଛି ନାଗେଶ୍ୱରୀ ଟୋକା, ଆଉ ଆମର ଭିତରପଟ୍ଟି ଗୁଡା। ମୁଁ ବି ଦିନେ ପ୍ରଭୁଙ୍କୁ ନ ଜାଣି ବହୁତ ଭୁଲ କାମ କରୁଥିଲି, ବହୁତ ନିଶା ଦ୍ରବ୍ୟ ଖାଉଥିଲି, ବହୁତ ବ୍ୟଭିଚାରୀ କାମ କରୁଥିଲି, ଏମିତି କାମ କରୁଥିଲି। ଆଉ କିଏ ନ ଜାଣି ବହୁତ
ପ୍ରଭୁଙ୍କଠାରେ ମୁଁ ବହୁତ ଦୂରରେ ଥିଲି। ପ୍ରଭୁ କିଏ ମୁଁ ଜାଣିନଥିଲି, ଈଶ୍ୱର କିଏ ମୁଁ ଜାଣିନଥିଲି, ପରିତ୍ରାଣ କଣ, ପାପ କଣ, ପୁଣ୍ୟ କଣ ମୁଁ କିଛି ଜାଣିନଥିଲି। ମୁଁ ବହୁତ ଭୁଲ କରୁଛି, କିନ୍ତୁ କରିଥିଲି କାହିଁକି ମୁଁ ନ ଜାଣିକିନା ବହୁତ କାମ ଗୁଡାକ ମାନେ ପାପ କାମ କରୁଥିଲି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ବହୁତ ଅନୁତାପ କରୁଛି କାହିଁକି ପ୍ରଭୁଙ୍କୁ ମୁଁ ଚିହ୍ନି ନଥିଲି କି ଜାଣିନଥିଲି। ସେଇ ସମୟରେ ଅନେକ ପାଠ ପଢୁଥିଲି ସତ, କିନ୍ତୁ ବହୁତ ଦୁଷ୍ଟାମି ଥିଲି ସେହି ସମୟରେ। ମୁଁ ଯେତେବେଳକୁ ଆଉ ଅନେକ ଏମିତି ଭୁଲ କାର୍ଯ୍ୟ କରି ମୁଁ ଯେତେବେଳକୁ ଗୋଟେ ବେବିଚାରରେ ମୁଁ ପଡିକିନା କଣ ପାଇଲି ଆପଣ ମାନେ ଭଲ ଭାବରେ ଜାଣିଅଛନ୍ତି। କିନ୍ତୁ ମୁଁ ଯେତେବେଳକୁ ଜେଲରେ ଗଲି ସେଇ ସମୟରେ ଘୋଷଣା କରିଥିଲେ ଯେ 12 ବର୍ଷର ଝିଅକୁ ନାଗେଶ କଣ ରେପ୍ କରୁଛି, କିନ୍ତୁ ତାକୁ ହୁଏତ ଫାଶୀ ଦିଆଯିବ, ନହେଲେ ହୁଏତ ତାକୁ ସଜା ଦିଆଯିବ। ଏଇ କଥା ମୁଁ ଯେତେବେଳକୁ ପ୍ରଥମ ଥର ପାଇଁ ଶୁଣିଅଛି, ମୋ ଜୀବନ ବହୁତ ଆକଳ ବିକଳ ହେଇଯାଉଛି ସତରେ। ଆଉ ମୋ ଜୀବନ ଠାରୁ ମୋ ଭାଇ, ମୋର ଜ୍ଞାତି କୁଟୁମ୍ବ, ମୋ ଲୋକବାକ ଆଉ ମୋ ଜୀବନରେ ଆଉ ଦେଖିପାରିବି ନାହିଁ। ଏଟା ହିଁ ମୋର ଶେଷ ଅନ୍ତିମ କାଳ, ଆଉ ଏଟା ହିଁ ମୋର ଶେଷ ସମୟ। ଆଉ ମୁଁ କାହାକୁ ଦେଖିବି ନାହିଁ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯିଏ ଜେଲ ଯାଇଛି ସିଏ ହିଁ ଜାଣିଛି ଜେଲ ଗୋଟେ ପୃଥିବୀର ନର୍କ କୁଣ୍ଡ ଅଟେ। କିନ୍ତୁ ଏଟା ଅଳ୍ପ କ୍ଷଣ ପାଇଁ, କିନ୍ତୁ ଆଉ ନର୍କ ନ କହିଲେ ସରେ ନାହିଁ। କାହିଁକି ଏଟା ନର୍କ କାହିଁକି ଦିଆଯାଇଛି, ମାନେ ମୁଁ କହିବା ଅନୁସାରେ, କିନ୍ତୁ ସେହି ସ୍ଥାନରେ ଯିଏ ବି ଗଲେ ବହୁତ ଗୋଟେ ବନ୍ଧନରେ ବନ୍ଧା ହେଇଯାଇଥାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଠି ହଉଛି ଗୋଟେ କାରାଗାରର ବନ୍ଧନ ଅଟେ। ଚତୁଃପାର୍ଶ୍ଵରେ କଣ ଅଛି ସେଇ ସ୍ଥାନରେ ଆଉ ରହିକିନା ବହୁତ ଛଟପଟ ହେଇଥାଏ ଜୀବନ। ମୁଁ କାହିଁକି ବହୁତ ଅନୁତାପ କଲି, କାହିଁକି ପ୍ରଭୁ ମୁଁ ଏମିତି ଗୋଟେ ଭୁଲ କଲି। ମୁଁ ଯେତେବେଳକୁ ପାପ କରି ଚାଲିଥିଲି, ପାପ କରିବା ପାଇଁ ବୋଲିକିନା ବହୁତ ଖୁସି ଲାଗିବ। କଣ ମୁଁ ପାପ କଣ ପୁଣ୍ୟ କଣ ମୁଁ କିଛି ଜାଣିନଥିଲି। ଆଉ ନିଶା ଖାଇବା ପାଇଁ ବହୁତ ଖୁସି ଲାଗିବ, ପାପ କରିବା ପାଇଁ ବହୁତ ଖୁସି ଲାଗିବ, ବ୍ୟଭିଚାର କରିବା ପାଇଁ ବହୁତ ଖୁସି ଲାଗିବ। କାହିଁକି ସେଇ ସମୟରେ ପାପ କଣ ପୁଣ୍ୟ କଣ ଜାଣିନଥିଲି। ଯିଏ ବି ହଉନା କାହିଁକି ସେଇ ସମୟରେ ମୁଁ ସେତେବେଳକୁ ପୋଲିସ ମାନେ କହୁଛନ୍ତି ଆଉ ନାଗେଶ୍ୱର ତାକୁ ଦୁଇଟା ରାସ୍ତା, କଣ ନା ତାକୁ ଫାଶୀ ହୁଏତ ତାକୁ ସଜା ଦିଆଯିବ। ଏଇ କଥା ମୁଁ ଯେତେବେଳକୁ ପ୍ରଥମ ଥର ପାଇଁ ମୋ ହୃଦୟରେ ଶୁଣୁଛି, ସେଇ ସମୟରେ ମୋ ହୃଦୟ ପୁରା ତରଳି ଯାଉଛି। ସତରେ ମୁଁ ଆଉ ବଞ୍ଚିବି ନାହିଁ ଏ ସଂସାରରେ। ବହୁତ ଭୁଲ କରିଛି, ଆଉ ମୁଁ ବଞ୍ଚିବା ପାଇଁ କିଛି ରାସ୍ତା ନାହିଁ, କିଛି ଉପାୟ ନାହିଁ। ବହୁତ କାନ୍ଦୁଛି କଣ କରିବି ବୋଲିକିନା ଯେତେବେଳକୁ ଆଉ 31 କୋଟି ଦେବତା ମାନଙ୍କୁ ମୁଁ ଡାକୁଅଛି, କିଏ ବି ମୋର ସ୍ୱର ଶୁଣୁନାହାନ୍ତି। କଣ କରିବି ଏ ବାସ୍ତବରେ ଆଉ ସତରେ ମୁଁ ବଞ୍ଚି ପାରିବି ନାହିଁ, ଆଉ ମୁଁ ରହିପାରିବି ନାହିଁ। ଏମିତି ଗୋଟେ କାନ୍ଦୁଛି ସେତେବେଳକୁ। ଆଉ ଖାଇବା ପାଇଁ ବି ଇଚ୍ଛା ଲାଗୁନାହିଁ, କି ପାଣି ପିଇବା ପାଇଁ ଇଚ୍ଛା ଲାଗୁନାହିଁ। ସେଇ ସମୟରେ ଦିନେ ପ୍ରଭୁଙ୍କର ଦାସ ରାୟଗଡାରୁ ଜହନ ବିକ୍ଟର ଆଜ୍ଞା ଆସିଲେ, ଆଉ ଜଣେ ସଚ୍ଚିଦାନନ୍ଦ ପାଣି ଆଜ୍ଞା ଆସିଲେ। ଆଉ ସେହି ସମୟରେ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରୁଛନ୍ତି। ଯୀଶୁ ହଉଛନ୍ତି ସତ୍ୟ ପରମେଶ୍ୱର। ଯୀଶୁଙ୍କୁ ମାନିଲେ ତମର ପାପ କ୍ଷମା ହେବ, ତମେ ଜେଲରୁ ଉଦ୍ଧାର ପାଇବ, ସବୁ ବନ୍ଧନରୁ ତମେ ମୁକ୍ତ ପାଇବ। ଏଇ କଥା ମୁଁ ଯେତେବେଳେ ଶୁଣିଲି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଥମ ଥର ପାଇଁ, ଆଉ ଯେତେବେଳକୁ ରାତିରେ ମୁଁ ଭାବୁଛି ଆରେ ସତରେ ଏକମାତ୍ର ପରମେଶ୍ୱର ଏ ପୃଥିବୀରେ ଜଣେ ହିଁ ସୃଷ୍ଟିକର୍ତ୍ତା। ଏ ଯେତିକି ଦେବତା ମାନେ ମୁଁ ଡାକିଲି, ଆଉ କିଏ ମୋର ସ୍ୱର ଶୁଣିଲେ ନାହିଁ। କଣ ଏମିତି ମୁଁ ଯେତେବେଳକୁ କାନ୍ଦୁଛି, କିଏ ଅଛ ମୋ ମାନେ କ୍ରନ୍ଧନରୁ ତମେ ଶୁଣ, ମତେ ତମେ ଉଦ୍ଧାର କର। ମୁଁ ଯେତେବେଳକୁ କାନ୍ଦୁଛି, ଆଉ କିଏ ବିଷୟରେ ଶୁଣୁନାହାନ୍ତି। ଯେତେବେଳକୁ ପ୍ରଭୁଙ୍କର ଦାସ ବାକ୍ୟ ଯୋଉ ପ୍ରଚାର କରି ଯାଇଥିଲେ, ତାକୁ ପରେ ମୁଁ ଯେତେବେଳକୁ ଯୀଶୁଙ୍କୁ ମୁଁ ଡାକିଲି, ପ୍ରଭୁ ତମେ ଯଦି ସତ୍ୟ ପରମେଶ୍ୱର, ତାହେଲେ ମତେ ତମେ ଦର୍ଶନ ଦିଅ। ମୁଁ ସତରେ ମରିବି ନା ସତରେ ମୁଁ ଉଦ୍ଧାର ପାଇବି ନାହିଁ, ମୁଁ ସତରେ କଣ ସଜା ପାଇବି, ଆଉ କିଏ ଅଛି ମତେ ଟିକେ ରକ୍ଷା କର। ସେଇ ସମୟରେ ଆଉ ପ୍ରଭୁ ଯୀଶୁ ମତେ ଯେତେବେଳକୁ ସିଏ ହ୍ୱାଇଟ ଡ୍ରେସ ପିନ୍ଧୁଛନ୍ତି, ତାଙ୍କର ଆଉ ହାତରେ ଚିହ୍ନ ଅଛି,
ପ୍ରଭୁ ଯୀଶୁ ମତେ ଦର୍ଶନ ଦେଲେ। ହାଲେଲୁୟା। Hallelujah. ସେଇ ଦିନ ଠାରୁ ମତେ ଗୋଟେ ଆଶା ଭରସା ଗୋଟେ ରହିଲା। ସତରେ ମୁଁ କେବେ ବି ବାଇବଲ କି କେବେ ବି ବାକ୍ୟ ଶୁଣି ନଥିଲି କି କେବେ ବି ଆଉ ପ୍ରଭୁ ଯୀଶୁଙ୍କୁ ନାମ ହିଁ ଜାଣି ନଥିଲି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇ ସମୟଠାରୁ ଯେତେବେଳକୁ ଆଉ ମାନେ ପ୍ରଭୁ ମତେ ସ୍ୱପ୍ନ ମାଧ୍ୟମରେ ଦର୍ଶନ ଦେଲେ, ନାଗେଶ ମୁଁ ତୁମକୁ ଉଦ୍ଧାର କରିବି, ଏହି ପାଇଁ ଉଦ୍ଧାର କରିବି ଯେ ଯେତିକି ତମର ଜ୍ଞାତି କୁଟୁମ୍ବ ଲୋକମାନେ ଅଛନ୍ତି ସମସ୍ତଙ୍କୁ ମୋର ସୁସମାଚାର ତମେ ପ୍ରଚାର କରିବ, ଆଉ ସମସ୍ତଙ୍କୁ ମୋର ବାକ୍ୟ ତମେ ପ୍ରଚାର କରିବ। ସେ ଲୋକମାନେ ପାପରେ ଫଙ୍କରେ ରୋଗରେ କଷ୍ଟରେ ଦୁଃଖରେ ସମସ୍ତେ ଅଛନ୍ତି, ସେହିମାନଙ୍କୁ ତମେ ପ୍ରଚାର କରିବ, ଆଉ ସେଇମାନଙ୍କୁ ମୋର ବାକ୍ୟ ମୋର ବାର୍ତ୍ତା ମୋର ପ୍ରେମର ବାର୍ତ୍ତା ମୋର ଉଦ୍ଧାରର ମାର୍ଗ ତମେ ଦେଖେଇବ। ସେହି ଯେତେବେଳକୁ ପ୍ରଭୁ ଯୀଶୁ ମତେ କଥା କହିଲେ ସେତେବେଳକୁ ମୋର ଚେତନା ହଜିଗଲା। ହଁ ପ୍ରିୟ ମୋର ଭାଇ ଭଉଣୀ ମାନେ, ଆପଣ ମାନଙ୍କୁ ହୁଏତ ମିଛ ଲାଗିଥାଇପାରେ, ମୋର ଏଇଟା ହଉଛି ରିଏଲ ଘଟଣା ଅଟେ। ଜାଣୁଛି ପର୍ଡିଗୁଡାରୁ ସମସ୍ତେ, ମୁଁ ଜଣେ ମାନେ ଡିପ୍ଲୋମା ଷ୍ଟୁଡେଣ୍ଟ ଥିଲି, ସମସ୍ତେ ଜାଣିଅଛନ୍ତି ପାଠ ସାଠ ପଢୁଥିଲି, କିନ୍ତୁ ସାଙ୍ଗସାଥି ସହିତ ମିଶିକିନା ଅନେକ ଭୁଲ କାମ, ଅନେକ ନିଶା ନାନା ପ୍ରକାର ବ୍ୟଭିଚାର କାମ କରିକିନା ମୁଁ ପାପରେ ବୁଡି ରହିଥିଲି। କିନ୍ତୁ ଯେତେବେଳକୁ ପ୍ରଭୁଙ୍କ ଉପସ୍ଥିତିରେ, ପ୍ରଭୁଙ୍କ ଦୟା, ପ୍ରଭୁଙ୍କ ଅନୁଗ୍ରହରେ ମୁଁ ଯେତେବେଳକୁ ଜେଲ ଗଲି, ସେହି ଦିନରେ ପ୍ରଭୁ ମତେ ଦର୍ଶନ ଦେଲେ। ଆଉ ସେଇ ଦିନ ଆଉ ସକାଳ ପାଉ ପାଉ ମୁଁ ଯେତେବେଳକୁ ପ୍ରଭୁ ମାନଙ୍କୁ ଦାସଙ୍କୁ କହିଲି ମତେ ଗୋଟେ ବାଇବଲ ଆଣିଦିଅ ବୋଲି କହିବାରୁ ସେ ଦାସ ମାନେ ଗୋଟେ ପୁରୁଣା ଅତି ପୁରୁଣା ବାଇବଲ ଆଣିଦେଲେ, ଯାହାକି ସେ ସ୍ଥାନରେ ସବୁ କଭର ସବୁ ହିଟି ଯାଇଛି, କଷି ଯାଇଛି, କିନ୍ତୁ ସେଟାକୁ ଅଠା ଲଗେଇକିନା କି ସାଇଡ ରେ ଭଙ୍ଗା ରୁଞ୍ଜା ହେଇଯାଇଛି। ସେହି ବାଇବଲ ଆଣିକିନା ଦେଲେ। ସେ ବାଇବଲକୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଉ ଆଦି ପୁସ୍ତକ ଠାରୁ ଆଉ ପ୍ରକାଶିତ ପର୍ଯ୍ୟନ୍ତ ବାକ୍ୟ ପର୍ଯ୍ୟନ୍ତ ମୁଁ କଣ୍ଟିନ୍ୟୁ ମାନେ ଷ୍ଟଡି କଲି, ବାଇବଲ ବହୁତ ପଢିଲି। ସେଇ ସମୟରେ ବେଶୀ ନାହିଁ 2 ମାସ 15 ଦିନ ଭିତରେ ବାଇବଲକୁ କମ୍ପ୍ଲିଟ କଲି। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ମୁଁ କୌଣସି ନା ଟ୍ରେନିଂ ଯାଇଛି ନା କୌଣସି ମୁଁ ମୋ ଶିକ୍ଷାଗତରେ ବାଇବଲର ଶିକ୍ଷା କଣ ଜାଣିଛି, କିନ୍ତୁ ପ୍ରଭୁ ମତେ ସେଇ ଦିନଠାରୁ ମତେ ଦର୍ଶନ ଦେଇକିନା ଏବେ ପର୍ଯ୍ୟନ୍ତ ମତେ କଣ କରୁଛନ୍ତି, ଦର୍ଶନ ଦେଇ ଅଛନ୍ତି। ସେଇ ଦିନଠାରୁ ଯେତେବେଳକୁ 2 ମାସ 15 ଦିନ ପର୍ଯ୍ୟନ୍ତ ମୁଁ ବାଇବଲକୁ କଣ୍ଟିନ୍ୟୁ ନ ଖାଇ ନ ପିଇ ମାନେ 3 ଦିନ ଶୁକ୍ରବାର ଶନିବାର ରବିବାର 3 ଦିନ ଫାଷ୍ଟିଂ ରଖିକିନା ଉପବାସ ରଖିକିନା କାନ୍ଦି କାନ୍ଦି ପ୍ରାର୍ଥନା କରି ବାଇବଲକୁ ଏମିତି ଷ୍ଟଡି କଲି ମୁଁ ବି ନିଜେ, ଆଉ ସେଇ ଜେଲର ଷ୍ଟଡି ମୁଁ ଏବେ କରିପାରୁନାହିଁ ମୋର ପ୍ରିୟ ଭାଇ ଭଉଣୀ। କାହିଁକି ସେଇ ସମୟରେ ପୁରା ନନ ଷ୍ଟପ ରେ ମୁଁ ପଢୁଥିଲି, ଆଉ ନନ ଷ୍ଟପ ରେ ପ୍ରଭୁ ମତେ କଥା କହୁଥିଲେ। ସେଇ ସମୟରେ ମୁଁ ପବିତ୍ର ଆତ୍ମାରେ ମୁଁ ପୂର୍ଣ୍ଣ ହେଇକିନା ଯେତେବେଳକୁ ଆଉ ଜେଲରେ ଯେତିକି ଭାଇ ମାନେ ଆସିଥିଲେ, ସେ ଭାଇ ମାନଙ୍କୁ ଆଉ ମତେ ଛିଡା କରିକିନା ପାଖାପାଖି ଗୋଟେ 10 ଜଣ ଆସୁଥିଲେ, ସେ ଭାଇ ମାନଙ୍କୁ ପ୍ରଚାର କରିବା ପାଇଁ ଜେଲରେ ମତେ ପ୍ରଭୁ ମତେ ଆହ୍ୱାନ କଲେ, ଆଉ ମୁଁ ପ୍ରଚାର କରୁଥିଲି ଦିନେ ଆଉ ସବୁଦିନେ ଏଭ୍ରିଡେ ପ୍ରତି ସକାଳେ ଯାଇକିନା ଆମେ ପ୍ରାର୍ଥନା କରିଥାଉ। ଦିନେ କଣ ହେଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଇ ସମୟରେ ଯେ କି ଜେଲରେ ଥିଲେ ଯୋଉ କଣ କି ଚୋର ଜଣେ ଆଉ ମର୍ଡର କରିଦେବା ଲୋକମାନେ ତାକେ ସଜା ପାଇଥିଲେ, କିଏ ତ 4 ବର୍ଷ କିଏ ତ 5 ବର୍ଷ ଲଗାଇଥିଲେ। ସେହି ଭାଇ ମାନେ କହିଲେ, ମତେ ଡାକିଲେ ତୁ ପ୍ରଚାର କରାଟା ବନ୍ଦ କର ବୋଲିକିନା କହିଲେ। ଆଉ ଭାଇ ମୁଁ ମୋ ବାଟରେ ମୁଁ ପ୍ରଚାର କରୁଛି, ଆପଣ ମାନେ ଆସନ୍ତୁ, ଶୁଣନ୍ତୁ, ପରିତ୍ରାଣ ପାଆନ୍ତୁ, ପ୍ରଭୁଙ୍କୁ ବିଶ୍ୱାସ କରନ୍ତୁ ବୋଲି କହିଲେ। ସେଇ ସମୟରେ ତାଙ୍କେ ମାନେ ବି ମତେ କହିଲେ, ଅଛି ତମେ ପ୍ରଚାର କରୁଛ ଏତେ ସ୍ପିଡରେ, ଏତେ ବଡ ପାଟିରେ ପ୍ରଚାର କରିବ ନାହିଁ, କିନ୍ତୁ ଧୀରେ ଆଉ ସ୍ଲୋରେ ପ୍ରଚାର କରିବୁ, କିନ୍ତୁ ଆମକୁ ଟିକେ ବିରକ୍ତ ଲାଗୁଛି, ଆମକୁ ଭଲ ଲାଗୁନାହିଁ ବୋଲି କହିଲେ। ଠିକ ଅଛି ଆପଣ କହୁଛନ୍ତି, କିଛି ଅସୁବିଧା ନାହିଁ, ମୁଁ ମୋ ପ୍ରଚାର କରୁଛି, ପ୍ରଭୁ ମତେ ଆହ୍ୱାନ କରୁଛନ୍ତି ମୁଁ ପ୍ରଚାର କରିବି। ହେଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ଦିନ ଆଉ ପ୍ରଭୁ ମତେ ବେଶୀ ଦିନ ରଖିଲେ ନାହିଁ। ମୋର କ୍ରନ୍ଧନରୁ ପ୍ରାର୍ଥନା ଆଉ ମୋର ଉପବାସର ଆଉ ମତେ ଦୟା କଲେ, ଅନୁଗ୍ରହ କରିକିନା ବେଶୀ ନାହିଁ 3 ମାସ 11 ଦିନ ଭିତରେ ମୁଁ ବେଲରୁ ଉଦ୍ଧାର ପାଇଲି। ହାଲେଲୁୟା। ସେଥିପାଇଁ ପ୍ରଭୁଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦିଏ। ଏତେ ମତେ ଦୟା କଲେ, ଅନୁଗ୍ରହ କଲେ, ଏତେ ଆଉ ମତେ
जो प्रेम कले से ही परमेश्वर को आउ आज भी अछंती काली भी अछंती से चिर काल पई अछंती चिर काल पई सदा प्रभु सदा सर्वदा आम संगे संगे रहते से वाक्यर कहवा उद्देश्य कौन मु जेते बेलू आ प्रभु को जानी नथिले सतरे मु नरकगामी होता जेते बेलू आम देखा पाउछु आम गोटे एटा गोटे स्टोरी भाव नहीं एटा गोटे वास्तव आम बाइबल रे देखा पाउछु से व्यभिचारिणी स्त्री को जेते बेलू टाणी टाणी नेउछंती जिहुदी लोक माने जो कि आम देखा पाउछु से शास्त्री पारसी माने से व्यभिचारी करथिबा स्त्री को स्त्री लोकटी को जेते बेलू धरा पड़िला से स्त्री को ठाणी टाणी नेउछंती यीशु को निकट को आम देखा पाउछु बाइबल रे भल 6 बार लिखा है आउ जे कि चोरी कला जे मिछ कहला जे व्यभिचार कला जे ठकिला जे मर्डर कला हत्या कला ताको भल भाव आम देखा पाउछु से मशांक व्यवस्था थिला गोटे घात रे जाइकिना ताको पखई देइकिना ताको पत्थर मारिकिना ताको मारी देउतिले सेही भय रे से स्त्रीटा आज मु सतरे मु मरि जीवी आउ ए लोक माने मु ए शास्त्री फारसी मानक फांदरे मु पसिली बोलिकिना से व्यभिचारी स्त्री बहुत तांकर जीवन रे आउ आशा भरोसा नथिला मु आउ बंचीबी नहीं ए पृथ्वी रे मु रहिबी नहीं आउ सतरे मते मारी देबे सेही भय रे थिले किंतु यीशु प्रभु को निकट को जेते टाणी टाणी नै होचंती सेही समय सेही यीशु प्रभु को सामने रे जेते जाउ होचंती शास्त्री पारसी माने को होचंती ए गुरु ए व्यभिचारी कर्म रे करुतिबा समय रे ए स्त्री लोकटा धरा पड़े अछि आमे कोन करिवु सेते बेलू को यीशु प्रभु गोटे कथा कहले तमे जे निष्पाप तमे प्रथमे ताके पत्थर पपाड़ो सेते बेलू को समस्ते आउ समस्ते तो मिछ कहि अछंती समस्ते तो रागी चंती समस्ते व्यवस्था तांके अधीन रे अछंती किंतु व्यवस्था रे तांके भल भाव जानी अछंती सेति पई तांके कोन कले समस्ते पत्थर पपाड़ी किना आ जणे जणे होइकिना तांके बाहरी गले सेति पई आमे देखा पाउछु आउ समस्ते पळेले आ यीशु प्रभु जते को से शास्त्री पारसी मानक मध्य रे आउ भूमि रे लेखुचंती आमे दुई तर भूमि रे लेखितबार विषय आमे देखा पाउछु सतरे ए भूमि हेउची आम हृदय अटे आमे जो गड़ी माटी रे गड़ी हेतिबा से शरीर को प्रभु हमको कौन करूचंती किंतु हृदय रे से हमको चेंज करा पई चाहंती आम हृदय को आम आत्मा को परमेश्वर चेंज करा पई चाहंती परिवर्तन करा पई चाहंती हां मोर प्रिय प्रभु को लोक माने आमे देखो वाक्य रे आउ सेही तार कर्म रे दरा देइतिबा स्त्रीटा जदि विष्णु को जदि देखिले आउ तांकर प्राण तांकर जीवन सही दिन शेष अंतिम काल होइतांता अंतिम समय होइतांता किंतु प्रभु यीशु तांको सम्मान रे अछंती समस्त पत्थर पपाड़किना पळेले किंतु आउ से स्त्री आउ यीशु प्रभु नीचे रहते सेति पई यीशु प्रभु कथा गोटे कहले अगो नारी तुमको किए दंडनीय बोली विचार कले नहीं तो समय आम देखा पाए केही नहीं प्रभु से प्रभु गोटे कथा कहले मु भी तुमको दंडनीय बोली विचार करू नहीं आज तारू आउ पाप करो नहीं जाओ बोल कहले एति हाँ अनेक मो हृदय रे पाप थिला अनेक हृदय रे मो हृदय रे व्यक्तिगत जीवन रे मिछ कहितिली ठकितिली नाना प्रकार मद पानी नाना प्रकार निशा रे मो पाप रे भंकर बुड़ी जाइतिल किंतु प्रभु मते कोन करियते तांकर रक्त रे तांकर दया रे तांकर अनुग्रह रे मते दया करियछंती हालेलुया हालेलुया भाग्य रे लेखा अछि मो प्रभु को लोक माने आसंतु से वाक्य पढ़िकिना आमे आगु को बढ़िबा जहा रम्य पुस्तक 6 पर्व 23 पद पढ़ि साहाय्य करंतु रम्य पुस्तक रम्य 6 पर्व तार 23 पद पढ़ि साहाय्य करंतु
କିଏ ଯଦି ପାଇନାହାନ୍ତି ତାହେଲେ ମୁଁ ପଢି ଯାଉଛି। କାରଣ ପାପର ବେଦନା ହଁ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ହାଲେଲୁୟା। ହାଲେଲୁୟା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏଇ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ରୋମେ ପୁସ୍ତକରେ ସାଧୁ ପାଉଲ ଲେଖନ୍ତି, ଆମେ ଦେଖିବାକୁ ପାଉଛୁ କାରଣ ପାପର ବେତନ ମୃତ୍ୟୁ। ଆମେ ଭଲ ଭାବରେ ଜାଣିଛୁ ଯିଏ ପାପ କରିବ ସେ ନିଶ୍ଚିତ ଭାବରେ ସେ ମୃତ୍ୟୁ ହେବ। ପାପନ ବେତନ ମୃତ୍ୟୁ। କିନ୍ତୁ ଦେଖିବାକୁ ପାଉଛୁ କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଧ୍ୟାନ ଆମ୍ଭମାନଙ୍କୁ ପ୍ରଭୁ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆମେ ଏଇ ସ୍ଥାନରେ କଣ ଦେଖିବାକୁ ପାଉଛୁ? ଆମେ କଣ ବୁଝିଲୁ? ଆମେ ଦେଖିବାକୁ ପାଉଛୁ। ଦେଖନ୍ତୁ, ପାପର ବେତନ ମୃତ୍ୟୁ ଭଲ ଭାବରେ ଜାଣିଛୁ। ଆମେ ଅନେକ ପାପ କରୁଥିଲୁ, ଅନେକ କାର୍ଯ୍ୟ କରୁଥିଲୁ, କିନ୍ତୁ ପ୍ରଭୁଙ୍କୁ ଆମେ ବିଶ୍ୱାସ କରୁନଥିଲେ। ଆମେ ପାପର ବେତନ ଆମେ ମୃତ୍ୟୁକୁ ଆମେ କଣ କରିଥାନ୍ତୁ? ମୃତ୍ୟୁରେ ଆମେ ପ୍ରବେଶ କରିଥାନ୍ତୁ। କିନ୍ତୁ ସେଥିପାଇଁ ପ୍ରଭୁ ଯୀଶୁ ଆମକୁ କଣ କଲେ? କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଦାନ ଆମମାନଙ୍କୁ ପ୍ରଭୁ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆମେ କାହା ସହଭାଗିତାରେ ଆମେ ଅଛୁ? ଯୀଶୁ ପ୍ରଭୁଙ୍କ ସହଭାଗିତାରେ ଆମେ ଅନନ୍ତ ଜୀବନ ପାଇବା ପାଇଁ ଆମେ ଯୋଗ୍ୟ ଅଛୁ। ହାଲେଲୁୟା। ସେଥିପାଇଁ କି ଆମେ ଯଦି ସତରେ ପ୍ରଭୁ ଆମକୁ ଅନୁଗ୍ରହ, ଆମକୁ ଦୟା, ଆମକୁ କରୁଣା ଆମକୁ ଦେଖିନଥିଲେ ଆମେ କେବେ ବି ଆଉ ଦୟା ପାଇନଥାନ୍ତା। ସେଥିପାଇଁ ପ୍ରଭୁ ଆମକୁ କହିଲେ, ଆଉ ପ୍ରଭୁ ଯେ ଆମକୁ ଦୟା ଉପରେ ଦୟା, ଅନୁଗ୍ରହ ଉପରେ ଅନୁଗ୍ରହ ଆମକୁ କଣ କରୁଅଛନ୍ତି? ସାହାଯ୍ୟ କରୁଅଛନ୍ତି, ଦୟା ଆଉ ଏବଂ ଆମକୁ ପ୍ରେମ କରୁଅଛନ୍ତି। ସେଥିପାଇଁ ପ୍ରଭୁ ଆମ ପାଇଁ ଯିଏ କେତେ କଣ୍ଟା ମୁକୁଟ ପିନ୍ଧିଲେ, ଆଉ ଆମ ପାପ ପାଇଁ ଯେ କେତେ ସେ ନିର୍ଯାତନା ପାଇଲେ, ଆମେ ମୃତ ଭୋଗ ହେବା ସେହି ପାପର ବେତନ ପ୍ରଭୁ ସେ ନିଜେ ଧାରଣ କଲେ। ସେ ନିଜେ ଆମର ପାପ ପାଇଁ ସେ ଭୋଇ ନେଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖିବାକୁ ପାଉଛୁ କେତେ ପ୍ରଭୁ ଯେ ଆମ ପାପ ପାଇଁ କେତେ କଷ୍ଟ ଭୋଗିଲେ, କେତେ ଆଉ ଲୋକମାନଙ୍କୁ ତୁମେ କ୍ଷମା କର ବୋଲି କହିଲେ। ସେଥିପାଇଁ ପ୍ରଭୁ ଆମ ପାପକୁ ବି ସେ କ୍ଷମା କରିଅଛନ୍ତି। ଯେ ପ୍ରଭୁଙ୍କୁ ସତ୍ୟରେ ଆତ୍ମାରେ ବିଶ୍ୱାସ କରିବ, ସେ ପ୍ରଭୁଙ୍କ ଠାରେ ସେ କ୍ଷମା ପାଇବ, ଆଉ ତାକୁ ଅନନ୍ତ ନର୍କଗାମୀ ନ ହୋଇକିନା ଅନନ୍ତ ଜୀବନ ସେ ପାଇବ। ହାଲେଲୁୟା। ସେଥିପାଇଁ ବାକ୍ୟରେ ଲେଖା ହେଇଛି, ଆଉ ଗୋଟେ ବାକ୍ୟ ଖୋଲନ୍ତୁ ମୋ ସହିତ, ଦ୍ୱିତୀୟ ପିତର ତାର 3 ପର୍ବ 9 ପଦ ପଢିକିନା ସାହାଯ୍ୟ କରନ୍ତୁ। ଦ୍ୱିତୀୟ ପିତର 3 ପର୍ବ ତାର 8 ପଦ। ଯେ ପାପ କରେ ସେ ଶୟତାନରୁ ନାଇଁ ଦ୍ୱିତୀୟ ପିତର 3 ପର୍ବ 8 ପଦ। 8 ପଦ का पढ़ जा। ତିନି ପର୍ବ 8 ପଦ। କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଲୋକମାନେ, ଆମେ ଏଇ ସ୍ଥାନରେ ଦେଖିବାକୁ ପାଉଛୁ, କିନ୍ତୁ ହେ ପ୍ରିୟ ମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେ ମାନେ ଭୁଲି ଯାଅ ନାହିଁ। ଆମେ ଦେଖିବାକୁ ପାଉଛୁ, ଆଉ ପ୍ରଭୁଙ୍କର ଯେତେବେଳକୁ ପ୍ରଭୁ ପୃଥିବୀରେ ସୃଷ୍ଟି କରିଅଛନ୍ତି, କେବେଠାରୁ ସୃଷ୍ଟି ଅଛନ୍ତି
ଶହ ଶହ ବର୍ଷ କରୋଡ଼ କରୋଡ଼ ବର୍ଷ ନିୟୁତ ବର୍ଷ ପୂର୍ବେ ଏ ପୃଥିବୀକୁ ସୃଷ୍ଟି କରିଛନ୍ତି, କିନ୍ତୁ ଆଉ ପ୍ରଭୁଙ୍କର ଦିନ ଯେ ଗୋଟିଏ ଦିନ ତାଙ୍କର ପ୍ରଭୁଙ୍କ ସହର୍ଷ ଏଇ ସ୍ଥାନ ଲେଖା ଏଠି ଗୋଟିଏ ଦିନ ତୁଲ୍ୟ ବୋଲି ଲେଖା ଅଛି, ଆଉ ଶହ ଶହ ବର୍ଷ ଗୋଟିଏ ଦିନ ତୁଲ୍ୟ ବୋଲି ଲେଖା ଅଛି ଆମେ ଦେଖିବା ପାଉଛୁ। ହଁ, ଯଦି ଆମେ ପ୍ରଭୁଙ୍କର ବିଷୟରେ ତୁମେ ମାନେ ଭୁଲି ଯାଉ ନାହିଁ, କିନ୍ତୁ ପ୍ରଭୁଙ୍କ ଦିନ ତମେ ଭୁଲି ଯାଉ ନାହିଁ ବୋଲିକି କହୁଅଛନ୍ତି। କିନ୍ତୁ 9 ପର୍ବରେ କଣ କହିଲେ ଟିକେ ପଢନ୍ତୁ। 9 ପଦ। ଭିତର ନ ହୁଏ ଆଜ୍ଞା। ହଁ ହଁ, 3 ବିଳମ୍ବ ଭଳି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତେ, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହକୃତ ଅଟନ୍ତି। ହାଲେଲୁୟା। ଏଇ ସ୍ଥାନ ଲେଖା ହେଲି ପ୍ରଭୁ ଆମକୁ କହିବା ପାଇଁ ଚାହାନ୍ତି, ବିଳମ୍ବ ଭଳି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେହିପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମେ ଦିନେ ମୁଁ ବି ମାନେ ମୋର ଜନ୍ମ ଠାରୁ ଏବେ ପର୍ଯ୍ୟନ୍ତ 25 ବର୍ଷ ହେଉଛି, ଯେତେବେଳକୁ ମୋର ଜନ୍ମ ଠାରୁ 25 ବର୍ଷ ପର୍ଯ୍ୟନ୍ତ ମୁଁ 2018ରେ ପ୍ରଭୁଙ୍କୁ ପାଇଲି। ହେଲେ 2018 ମୋ ଜନ୍ମ ଠାରୁ 2018 ପର୍ଯ୍ୟନ୍ତ ମୁଁ କେତେ ପାପ କରିନଥିବି। ଆପଣ ମାନେ କେବେ ଚିନ୍ତା କରିଅଛନ୍ତି କି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, କେତେ ଯେ ଆମେ ଜନ୍ମ ଠାରୁ ଆଉ ଆମେ ବଢିଲା ପର୍ଯ୍ୟନ୍ତ ଆଉ ଅଧା ବୟସରେ ଆମେ ପ୍ରଭୁଙ୍କୁ ପାଇଛୁ, କେତେ ମହାନ, କେତେ ଖୁସିର ବିଷୟ ଅଟେ। କିନ୍ତୁ ସେଇ ପାପକୁ ପ୍ରଭୁ କଣ କଲେ, ତାଙ୍କ ରକ୍ତରେ ଆମକୁ ଧୋଇ ଦେଇ ଅଛନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଏଥିପାଇଁ ପ୍ରଭୁ କଥା କହିବା ପାଇଁ ଚାହାନ୍ତି, ଆଉ ଆମକୁ ବି ସେ ପ୍ରଭୁ ଆମକୁ ଅପେକ୍ଷା କରି ରହିଅଛନ୍ତି, କାହିଁକି କେତେବେଳେ ମନ ପରିବର୍ତ୍ତନ ହେବେ, ଆଉ ମନ ପରିବର୍ତ୍ତନ କରି ଆଉ ମୋ ନିକଟକୁ ଫେରି ଆସିବେ, ମୁଁ ବିନଷ୍ଟ କରିବି ନାହିଁ, ସେ ଆତ୍ମା ମାନଙ୍କୁ ମୁଁ ରକ୍ଷା କରିବି ବୋଲିକିନା କଣ କରୁଅଛନ୍ତି, ସେ ଦୀର୍ଘ ସହିଷ୍ଣୁ ଅଛନ୍ତି, ସେ ଆମକୁ ଅପେକ୍ଷା କରିଅଛନ୍ତି, ଆମକୁ ଜଗି ଅଛନ୍ତି। ଯେତିକି ଆମେ ଭାରତରେ ଆମେ ଜାଣି ନ ଜାଣି ଆମେ ଅଜଣା ହାତରେ ଆମେ ପାପ କରୁଥିଲୁ, ଭୁଲ କାମ କରୁଥିଲୁ, ଆମେ ପଥଭ୍ରଷ୍ଟ ହେଇଥିଲୁ, କିନ୍ତୁ ପ୍ରଭୁ କଣ କରୁଛନ୍ତି, ଆମକୁ ସେଇ ପଥ ସେଇ ରାସ୍ତା ଆମକୁ ଦେଖାଉଛନ୍ତି। ସେଥିପାଇଁ ମୁଁ ପଥ, ମୁଁ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ଈଶ୍ୱରଙ୍କ ରାଜ୍ୟ ପ୍ରବେଶ କରିବେ ନାହିଁ। କିଏ କହିଅଛନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ, ଯିଏ କି ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତାଞ୍ଜୟ ଯୀଶୁ ପ୍ରଭୁ, ସେ ନିଜେ ଆମକୁ ପଥ ଦେଖି ଅଛନ୍ତି। ସେଥିପାଇଁ ପ୍ରଭୁ କଥା କହିବା ପାଇଁ ଚାହାନ୍ତି ଏଇ ସ୍ଥାନରେ, କିଏ ଗୋଟେ ଆତ୍ମା ସୁଦ୍ଧା ବିନଷ୍ଟ ନ ହଉ, ସମସ୍ତଙ୍କର ଆତ୍ମା କେମିତି କି ମନ ପରିବର୍ତ୍ତନ ହେବ, ସମସ୍ତଙ୍କର ହୃଦୟ ପରିବର୍ତ୍ତନ ହେବ, ସେଥିପାଇଁ ପ୍ରଭୁ ଆମକୁ ଅପେକ୍ଷା କରିଅଛନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ସେଥିପାଇଁ ଆଉ ତା ତଳକୁ ଲେଖା ହେଇଛି, ଆଉ ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହେବ। ଆଉ ପ୍ରଭୁଙ୍କର ଦିନ କହିକିନା ଆସିବେ ନାହିଁ, ପ୍ରଭୁ ଚୋର ପରି ଆସିବେ। ଯେତେବେଳେ ଆସିବେ, ରାତିରେ ବି ଆସିପାରନ୍ତି, ଶୋଇଲା ସମୟରେ ବି ଆସିପାରନ୍ତି, ପ୍ରଭାତରେ ବି, ସକାଳେ ବି ଆସିପାରନ୍ତି, କେତେବେଳେ ଆସିପାରନ୍ତି ଆମେ ଜାଣିନୁ, ପ୍ରଭୁଙ୍କର ଆଗମନ ଆମେ ଜାଣିନୁ। ସେଥିପାଇଁ ଦୂତ ମାନେ ବି ଜାଣନ୍ତି ନାହିଁ ବୋଲିକିନା ବାଇବଲ ଲେଖା ହେଇଛି। ସେଥିପାଇଁ ଆମେ କଣ ହେବା ଉଚିତ, ଆମେ ଜାଗ୍ରତ ସହିତ ପ୍ରଭୁଙ୍କ ଠାରେ ଆମେ ଉଦ୍ଯୋଗ ହେଇ ରହିଥିବା। ଆଉ ପ୍ରଭୁ କେତେବେଳେ ଆସିବେ ଆମକୁ ଇନଫର୍ମେସନ ଦେଇନାହାନ୍ତି, କିନ୍ତୁ ଗୋଟେ ଇନଫର୍ମେସନ ଦେଇ ଅଛନ୍ତି, ମୁଁ ଆସିବି, ଏ ଜଗତକୁ ଆସିବି, ପୁନର୍ବାର ମୁଁ ବିଚାର କରିବି, ଆଉ ମୋର ମନୋନୀତ ଲୋକମାନଙ୍କୁ ମୁଁ ସ୍ୱର୍ଗକୁ ନେଇଯିବି, ଆଉ ପାପ କରୁଥିବା ଲୋକ ଯେତିକି ଆଉ ମୋ ବିରୋଧରେ କଥା କହିଅଛନ୍ତି, ଆଉ ପାପରୁ ଆଉ ଫେରି ନାହାନ୍ତି, ସୁଯୋଗ ଏବେ ସମୟ ଅଛି, ମନ ପରିବର୍ତ୍ତନ କର, ଆଉ ପାପରେ ଏବେ ଫେର। ଯଦି ଫେରିବ ନାହିଁ ତାହେଲେ ଅନନ୍ତ ନର୍କଗାମୀ ହେବେ। ହାଲେଲୁୟା।
ପ୍ରଭୁ କହିଲେ। ସେଥିପାଇଁ ବାକ୍ୟରେ ଲେଖା ହେଇଛି ସେହି ଦିନ ଆକାଶ ମଣ୍ଡଳ ମହାଶବ୍ଦ ଲୋପ ପାଇବ ବୋଲି ଲେଖା ହେଇଛି। ମହାଶବ୍ଦ ଆମେ ଦେଖିଛୁ, ଗୋଟେ ବିଜୁଳି ଯଦି ମାରିଦେଲେ, ଆମେ ଏ ବର୍ଷାରେ ବିଜୁଳି ଭୟଙ୍କର ଗଡ ହଉଥିଲା, ସେଇ ସମୟରେ ଲୋକମାନେ କଣ ହଉଥିଲେ, ଭୟଭୀତ ହେଇଯାଉଥିଲେ। ବିଜୁଳି କେମିତି ମାରିବ, କେମିତି ବିଚଳିତ ହେବ, କେମିତି ଲୋପ ପାଇବ, ସେଇ ଭଳିଆ ତା ତଳକୁ ଲେଖା ହେଇଛି। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପ ତଳି ଯିବ। ମୌଳିକ ବସ୍ତୁ କଣ? ଆମେ ଦେଖିଛୁ ଏ ନକ୍ଷତ୍ର, ଏ ତାରା, ଚନ୍ଦ୍ର, ସୂର୍ଯ୍ୟ, ଏଟା ହଉଛି ସବୁ ମୌଳିକ ବସ୍ତୁ ଅଟେ। ଏଇ ବସ୍ତୁ ଯେତେବେଳକୁ ପ୍ରଭୁ କଣ କରିବେ, ଏ ପୃଥିବୀକୁ ତଳକୁ ପକେଇବେ, ଏ ପୃଥିବୀ କଣ ହେଇଯିବ, ସବୁ ଧ୍ୱଂସ ପାଇବ। ଆଉ ସେଇ ସମୟରେ ଘର ଦୁଆର, ବିଲ୍ଡିଂ, ଯେତିକି ପର୍ବତ ପାହାଡ ସବୁ କଣ ହେଇଯିବ, ସ୍ଥଳରେ ସବୁ ପାଣିରେ ମିଶିଯିବ। ଆଉ କିଏ ଏ ପୃଥିବୀରେ ରହିବନି, ଗୋଟେ ଆତ୍ମା ସୁଦ୍ଧା ରହିବ ନାହିଁ। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକ ମାନେ, ମୁଁ କହୁନାହିଁ, ବାକ୍ୟରେ କହୁଛି। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳି ଯିବେ। ତରଳି ଯିବ ଅର୍ଥ କଣ? ଆମେ ଦେଖିବା ପାଉଛୁ, ଆମେ ଗୋଟେ ମାନେ ସିଝଉଛୁ, ଆମେ କେମିତି କି ଆମେ ଚାଉଳ ସିଝଉଛୁ, ସେଟା ଗୋଟେ ତରଳି ଯାଉଛି, ଆଉ ସବୁ ସିଝିଲା ପରେ ହିଁ ଆମେ କାଢୁଛୁ। ଏମିତି ଗୋଟେ ବିଚଳିତ ହେଇକିନା ତରଳି ଯିବ। ସେଇ ସବୁରେ ସବୁ ଅଗ୍ନିରେ କଣ ହେବ, ଏ ପୃଥିବୀକୁ ଦଗ୍ଧ କରିବ ବୋଲି ଲେଖା ହେଇଛି। ଆମେ ଦେଖିବା ପାଉଛୁ। ହଁ, ଆମେ ସେଇ ନହଙ୍କ ସମୟରେ ଆମେ ଦେଖିବା ପାଇଲୁ, ଯେତେବେଳକୁ ନହଙ୍କୁ କହିଲେ, ନହ ଏ ପୃଥିବୀକୁ ମୁଁ ଜଳ ସହିତ ବିନାଶ କରିବି ବୋଲି କହିଲେ, ଆଉ ଗୋଟେ ଇନଫର୍ମେସନ ଦେଲେ, କଣ? ଗୋଟେ ଅନୁଗ୍ରହ ଦେଲେ, ଗୋଟେ ଦୟା, କଣ ଅନୁଗ୍ରହ ଦେଲେ? ଚାହିଁଥିଲେ ମାନେ ନହଙ୍କୁ ନ କହିକିନା ତା ବିନାଶ କରି ପାରିଥାନ୍ତା, କିନ୍ତୁ ଆଉ ମନୁଷ୍ୟକୁ ପ୍ରତି ପ୍ରଭୁ କଣ କଲେ? ଦୟା କଲେ, ଦୟା ଦେଖେଇଲେ। କଣ ଦୟା କଲେ? ଆଉ ନହଙ୍କୁ କହିଲେ, ମୁଁ ଗୋଟେ କଥା କହିଲେ, ପ୍ରଭୁ ଯଦି ଚାହିଁଥିଲେ ନହଙ୍କୁ ନ କହିକିନା ବି ଏ ପାପରୁ ଲୋକମାନଙ୍କୁ ସମସ୍ତଙ୍କୁ ବିନାଶ କରିଥାନ୍ତେ, କିନ୍ତୁ କଣ ପାଇଁ ନାହିଁ? ଏ ପୃଥିବୀରେ କଣ ମାନେ ମନୁଷ୍ୟକୁ ନିଜ ହସ୍ତରେ ପ୍ରଭୁ କଣ କରିଅଛନ୍ତି, ସେଟା ପ୍ରଭୁ ପରମେଶ୍ୱର ସୃଷ୍ଟି କରିଅଛନ୍ତି। ସେଥିପାଇଁ ପ୍ରଭୁ ଦୟା କଲେ, ଅନୁଗ୍ରହ କରିକିନା ନହଙ୍କୁ କଲେ, ନହ ଲୋକମାନଙ୍କୁ ତମେ କଣ କରିବ? ସମସ୍ତଙ୍କୁ ଗୋଟେ ଡଙ୍ଗା ତିଆରି କରିବ, ଆଉ ସମସ୍ତଙ୍କୁ ନିଜର ପ୍ରାଣ ରକ୍ଷା କରିବା ନିମନ୍ତେ ତାଙ୍କେ ଗୋଟେ ଡଙ୍ଗା ବନେଇବେ, ଆଉ ତିଆରି କରିବେ, ଆଉ ନିଜ ପ୍ରାଣ ରକ୍ଷା କରିବା ପାଇଁ ତାଙ୍କେ କହିଲେ। ସେଇ ସମୟରେ ଲୋକମାନେ ମାନେ ନହ କଣ କଲେ? ଆଉ ଲୋକମାନଙ୍କୁ କହିଲେ, ଆଉ କିଏ ବି ବୁଝିଲେ ନାହିଁ। ସେଇ ସମୟରେ ତାଙ୍କର ପରିବାର ଏକା ବଞ୍ଚିଲେ। ଆମେ ଦେଖିବା ପାଉଛୁ, ନହଙ୍କୁ କହିଲେ ଗୋଟେ କଥା, ମୁଁ ଏ ଜଗତକୁ ଏବେ ପାଣିରେ ବିନାଶ କରିଛି, ଏ ପାଣିରେ ଲୋକମାନଙ୍କୁ ମୁଁ କଣ କରିଛି, ଆଉ ମାନେ ବିନାଶ କରିଛି, ଆଉ ମୁଁ ଅନ୍ତିମ କାଳରେ କଣ କରିବି ନା ଅଗ୍ନିରେ ମୁଁ ବିନାଶ କରିବି ବୋଲି କହିଛନ୍ତି। ହାଲେଲୁୟା। ଅଗ୍ନି ସହିତ ବିନାଶ। ଅଗ୍ନି କଣ? ଅଗ୍ନି ହଉଛି, ଦେଖନ୍ତୁ ଏଇ ବାକ୍ୟରେ ଲେଖା ହେଇଥିବ, ଆମେ ବୁଝିବାକୁ ପଡିବ ଯେ ଏଟା ହଉଛି ଅଗ୍ନି ହଉଛି କଣ? ଏଠି ଯୋଉ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳି ଯିବ। କଣ ଅର୍ଥ? ଯୋଉ ଏବେ ଚନ୍ଦ୍ର ଅଛି ଉପରେ ପ୍ରଭୁ ରଖି ଅଛନ୍ତି, ଆଉ ନକ୍ଷତ୍ର, ତାରା, ଆଉ ଯୋଉ ସୂର୍ଯ୍ୟ, ଯେତେବେଳକୁ ପ୍ରଭୁ କଣ କରିବେ? ବିଚଳିତ କରିକିନା ତଳକୁ ପକେଇ ଦେବ, ସେତେବେଳକୁ କଣ ହେବ? ଏ ଜଗତ ସବୁ ନିଆଁରେ ଦଗ୍ଧ ହେଇଯିବ, ସବୁ ପୋଡିଯିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ପ୍ରଭୁ କଥା କହିଲେ, ପୃଥିବୀ ଓ ତୃଷ୍ଣବାସୀ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଯେତିକି ଏବେ ମନୁଷ୍ୟ ମାନେ ହସ୍ତରେ କଣ କରୁଛନ୍ତି, ନିର୍ମାଣ କରୁଛନ୍ତି, ସେଇ ସବୁ ବସ୍ତୁ କଣ ହେବ? ଦଗ୍ଧ ହେବ, ସବୁ ପୋଡି ପକେଇବ ବୋଲିକିନା, ମୁଁ ପୋଡି ପକେଇବି ବୋଲିକିନା ପ୍ରଭୁ କହିଅଛନ୍ତି। ହାଲେଲୁୟା। ଏଣୁକରି ଆସନ୍ତୁ ଆଉ ଗୋଟେ ବାକ୍ୟ ପଢିକିନା ଆମେ ସମାପ୍ତ କରିବା। ସମୟ ଅତିବାହିତ ହେଇଯାଇଛି, ଆଉ ପଢିକିନା ସାହାଯ୍ୟ କରନ୍ତୁ। ସେ 2 Peter 3ରୁ 13 ପର୍ବ ପଢନ୍ତୁ, ସମାପ୍ତ କରିବା। 2 Peter 3 ପର୍ବ 13 ପଦ। ଆମ୍ଭେମାନେ ପ୍ରଭୁଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆଭାସସ୍ଥଳ ହେବ। ହାଲେଲୁୟା।
Hallelujah. ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମେ ଏଇ ଷ୍ଟାଣ୍ଡରେ ପ୍ରଭୁ ଆମକୁ କଥା କହିବା ପାଇଁ ଚାହାନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀରେ ଅପେକ୍ଷାରେ ଅଛୁ। ହଁ, ଆମେ ଦେଖିବାକୁ ପାଉଛୁ ଆମେ କାହା ଅପେକ୍ଷାରେ ଅଛୁ? ଗୋଟେ ନୂତନ ଆକାଶ ମଣ୍ଡଳ। ଏଇଟା ହଉଛି ଆମର ପୃଥିବୀ ନାହିଁ। ଆମେ କୋଉ ପୃଥିବୀକୁ ଆମେ ଅପେକ୍ଷା କରୁଛୁ? ଯେ ନୂତନ ପୃଥିବୀ। ଏଇଟା ହଉଛି ସ୍ୱର୍ଗ ରାଜ୍ୟ ଅଟେ, ଯାହା ଧାର୍ମିକତାର ଆବାସ ସ୍ଥଳ ହେବ। ଯୋଉ ସାଧୁ ମାନେ, ସନ୍ଥ ମାନେ, ପାପ କ୍ଷମା ହେଇଥିବା ଲୋକମାନେ ତାହା ଅପେକ୍ଷାରେ ଅଛନ୍ତି ନା ସଦାପ୍ରଭୁ ପରମେଶ୍ୱରଙ୍କର ଯୋଉ ଅଦ୍ୱିତୀୟ ପୁତ୍ରଙ୍କ ଯୀଶୁ ଖ୍ରୀଷ୍ଟଙ୍କ ଅପେକ୍ଷାରେ ଅଛନ୍ତି। ସିଏ ଆସିବେ, ଆମକୁ ପୁନର୍ବାର ସେହି ପୃଥିବୀକୁ ନେଇଯିବେ। ସେଥିପାଇଁ ଆମେ ଗୋଟେ କଣ କରୁଅଛୁ? ପ୍ରଭୁଙ୍କ ଠାରେ ଆମେ ଆଶା, ଭରସା ଏବଂ ଅପେକ୍ଷାରେ ଅଛୁ। କେତେବେଳେ ପ୍ରଭୁ ଆସିବେ ଆମକୁ ନେଇଯିବେ ବୋଲିକିନା ଆମେ ଅପେକ୍ଷାରେ ଅଛୁ। ପ୍ରଭୁ ଏପଠିତ ବାକ୍ୟ ସମସ୍ତଙ୍କୁ ଆଶୀର୍ବାଦ ପାଆନ୍ତୁ। ଆମେନ୍। ଆମେନ୍, ଆମେନ୍।